ମୁଁ ଡକ୍ଟର ଅମିତାଭ। ଆଜି ମୁଁ ମୁଣ୍ଡ ବିନ୍ଧା ବିଷୟରେ କିଛି କହିବି। ମୁଣ୍ଡ ବିନ୍ଧାର ବହୁତ କାରଣ ଅଛି। ଗୋଟେ ହେଲା ବ୍ଲଡ ପ୍ରେସର, ବହୁତ ହେଭି ଡାଇବେଟିସ୍ ହେଇପାରେ, ନିଦ ନହେଲେ ହେଇପାରେ, ମାଇଗ୍ରେନ୍ ହେଲେ ହେଇପାରେ, ମୁଣ୍ଡରେ ଚିନ୍ତା ପଶିଲେ ହେଇପାରେ, ଯଦି ଯାହା ନିଦ ହଉନି ତାହେଲେ ବି ହେଇପାରେ, ବହୁତ ବଡ଼ ନିଶା କରନ୍ତି ହେଇପାରେ, ଲେଟ୍ ଖାଇବା, ଲେଟ୍ ଶୋଇବା, ଲେଟ୍ ଉଠିବା ହେଲେ ହେଇପାରେ। ଆଉ ଯଦି ସିରିୟସ୍ କଣ୍ଡିସନ ଭିତରେ ଅଛି, ବ୍ରେନ୍ ଭିତରେ କିଛି ଟ୍ୟୁମର ହେଲା, ବ୍ରେନ୍ ହେମରେଜ୍ ହେଇଗଲା, ସଡନଲି ଯଦି ବ୍ଲିଡିଂ ହୁଏ ତ ସବରେକ୍ଟନ ହେମରେଜ୍ କହନ୍ତି। ଏଗୁଡ଼ା ସବୁ କମନ୍ କାରଣ। ଏବେ ମୁଁ ଏଇ ଭିଡ଼ିଓଟା କରିବାର କାରଣ ହେଲା, ଏବେ ହେଡେକ୍ ଯୋଉ ପିଲାମାନେ ଏବେ ପ୍ଲସ୍ ଟୁ ପରୀକ୍ଷା ଦେଇଛନ୍ତି ଆଉ ନିଟ୍ ଏକ୍ଜାମ୍ ଦେଇଥିଲେ, ଜେଇ ବି ଦେଇଥିଲେ, ସେମାନଙ୍କର ବହୁତ ଏବେ ଚିନ୍ତା ବଢ଼ିଯାଇଛି, ହେଡେକ୍ ବଢ଼ିଯାଇଛି। ମୁଁ କିଛିଟା ଏକ୍ଜାମ୍ପଲ୍ ଦେଉଛି, ଆପଣ ବୁଝିପାରିବେ ମୁଁ କାହିଁକି କହୁଛି। ଗୋଟେ ପିଲା ଅଛି 550 ମାର୍କ ରଖିଛି, ସେ କୋଉଠି ସିଟ୍ ପାଉନି। ତାରି କ୍ଲାସମେଟ୍ ଗୋଟେ ପିଲା 250-300 ମାର୍କ ରଖି ଭଲ ସିଟ୍ ପାଇଯାଉଛି। ସେତିକି କଥା ନୁହଁ, ସେ ସିଟ୍ ପାଇବ, ତାପରେ ସେ ପିଜି ବି କରିବ, ପାଇବ, ତାପରେ ସେ ଗଭର୍ଣ୍ଣମେଣ୍ଟ ଚାକିରି ବି ପାଇବ, ପ୍ରମୋସନ୍ ବି ପାଇବ, ହେଡ୍ ଅଫ୍ ଡିପାର୍ଟମେଣ୍ଟ ହେଇକି ରହିବ 15 ବର୍ଷ। ଏଇ ପିଲା କରିବେ କ'ଣ? ଆଉ ଥରେ ପରୀକ୍ଷା ଦେବେ ନା କୋଉ ପ୍ରାଇଭେଟ୍ କଲେଜରେ ବସିବେ, ନା କୋଉ ଜଣ ଏଇ ଫ୍ରଷ୍ଟ୍ରେସନରେ ଆଉ କୋଉଠି ଆଡମିସନ୍ ବି ନେଇପାରନ୍ତିନି। ଭୋଲା ଭଟକା ହେଇକି ସବୁ ଖରାପ କାମ କରନ୍ତି, ସୋସାଇଟିରେ ଅନରେଷ୍ଟ ବଢ଼େ। ଏଇଟା ଗୋଟେ ବହୁତ ଡିଭିଜନ୍ ଆମ ସୋସାଇଟିରେ ହେଇକି ରହିଛି। 1947ରୁ ଏଟା ହେଇଗଲା 2026 ହେଇଗଲାଣି। ଏପର୍ଯ୍ୟନ୍ତ ଏଇ ସିଷ୍ଟମ୍ ଚାଲିଛି, ଯୋଉଟା ବହୁତ ଖରାପ। ଏଇମାନଙ୍କର ଭିଡ଼ିଓ ରିଲ୍ କେହି ପିଲା ବନାନ୍ତିନି। ଏ ପିଲାମାନେ ପରୀକ୍ଷା ଦେଇକି ବର୍ଷେ 2 ବର୍ଷ 3 ବର୍ଷ ତାଙ୍କ ବାପା ମା ପିଲା ଫ୍ୟାମିଲି ପୁରା ମାନେ ଫ୍ରଷ୍ଟ୍ରେସନରେ ଡିସଗଷ୍ଟେଡ୍ ହେଇକି ସୋସାଇଟିରେ ବୁଲୁଛନ୍ତି। ଆଉ ତାଙ୍କୁ କିଏ ପଚାରୁନାହାନ୍ତି। ଖାଲି ସିଟ୍ ବଢ଼ି ଚାଲିଛି, କଲେଜ ବଢ଼ି ଚାଲିଛି, ପଢ଼ିବାକୁ ବି ଫ୍ୟାକଲ୍ଟି ଭଲ ନାହାନ୍ତି। यार କିଛି ଗୋଟେ ସଲ୍ୟୁସନ୍ କରିବା ଦରକାର। ଗଭର୍ଣ୍ଣମେଣ୍ଟ, ଜଜେସ୍, ବ୍ୟୁରୋକ୍ରାଟ୍ସ, ଟିଚର୍ସ, ଇଭେନ୍ ଡକ୍ଟର୍ସ ମାନେ, ଇଞ୍ଜିନିୟର ମାନେ ବି ଏଥିରେ ଭାବିକି କିଛି କରିବା କଥା। ଏଇଟା ଗୋଟେ ମୁଣ୍ଡ ବିନ୍ଧା ହେଡେକ୍ର ବହୁତ ବଡ଼ କାରଣ। ଆଜି ଏଇ ଯୋଉ ଭିଡ଼ିଓଟା ମୁଁ ପୋଷ୍ଟ କରିଛି, ତା କାରଣ ହେଲା ୟଙ୍ଗ ଏଜ୍ରେ ମୁଣ୍ଡ ବିନ୍ଧାର କାରଣ। ପରୀକ୍ଷା ଦେବା ପାଇଁ ପାଠ ପଢ଼ିବେ, ବର୍ଷ ଡ୍ରପ୍ କରିବେ, କୋଚିଂ ନେବେ, ଫ୍ୟାମିଲିର ପଇସା ନଷ୍ଟ, ଟାଇମ୍ ନଷ୍ଟ, ରିଜଲ୍ଟ ବାହାରିଲା ବେଳେ ଧନ୍ୟବାଦ।